ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଟକ ସମ୍ବାଦଦାତା କାଳୀପ୍ରସନ୍ନ ଶତପଥୀ ଏବଂ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ଭାରତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ଟି କଲିକତାର ସାନ୍ତ୍ରାଗାଛିରୁ ବାହାରି ଚେନ୍ନାଇର ତାମ୍ବରମ ଯାଏଁ ଯାତ୍ରା କରିବ, ଯାହାଫଳରେ ପଶ୍ଚିମବଙ୍ଗ, ଓଡ଼ିଶା, କେରଳ ଓ ଚେନ୍ନାଇର ଯାତ୍ରୀମାନେ ବହୁ ପରିମାଣରେ ଉପକୃତ ହୋଇପାରିବେ। ପୂର୍ବ ଭାରତରୁ ଦକ୍ଷିଣ ଭାରତକୁ ସଂଯୋଗ କରୁଥିବା ଏହି ଟ୍ରେନ୍ରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଯାତ୍ରୀମାନେ ପାଇପାରିବେ। ବିଶେଷ ଭାବରେ ପୂର୍ବ ଭାରତରୁ ଦକ୍ଷିଣ ଭାରତକୁ ଗତି କରୁଥିବା ଯୋଗୁଁ ରାଜ୍ୟବାସୀ ବ୍ୟବସାୟୀଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁବିଧା ପାଇପାରିବେ। ସମ୍ପୂର୍ଣ୍ଣ ଅତ୍ୟାଧୁନିକ ମଡେଲରେ ଏହି ଟ୍ରେନ୍ଟି ନିର୍ମାଣ କରାଯାଇଛି। ଏହି ଟ୍ରେନ୍ ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ୍, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବାଲୁଗାଁ, ବ୍ରହ୍ମପୁର, ପଲାଶ, ବିଜୟନଗରମ୍ ସମେତ ପୂର୍ବତଟ ରେଳ ଅଧୀନରେ ଥିବା ପ୍ରମୁଖ ଷ୍ଟେସନ ଦେଇ ଯିବ। ଟ୍ରେନ୍ରେ 22ଟି ଆଧୁନିକ ଶ୍ରେଣୀ କୋଚ୍ ରହିଛି, ଯେଉଁଥିରେ 11ଟି ଜେନେରାଲ ଶ୍ରେଣୀ ସିଟିଂ କୋଚ୍, 8ଟି ସ୍ଲିପର ଶ୍ରେଣୀ କୋଚ୍, 2ଟି ଲଗେଜ କମ୍ ଦିବ୍ୟାଙ୍ଗଜନ କୋଚ୍ ଏବଂ ଗୋଟିଏ ପ୍ୟାଣ୍ଟ୍ରି କାର୍ ଅନ୍ତର୍ଭୁକ୍ତ ଅଛି। ଅମୃତ ଭାରତ ଟ୍ରେନ୍ଟି କଟକ ରେଳ ଷ୍ଟେସନରେ ପହଞ୍ଚିବା ପରେ ସ୍ୱାଗତ କରାଯାଇଥିଲା। ଏ ସମ୍ପର୍କରେ ବିଧାୟକ ସୌଭିକ ବିଶ୍ୱାଳ କହିଥିଲେ, ଦ ଅମୃତ ଭାରତ ଏକ୍ସପ୍ରେସ ଆମେ ସମସ୍ତେ ଉପସ୍ଥିତ ରହିଛୁ କଟକ ରେଲୱେ ଷ୍ଟେସନରେ। ତ ଏଇଟା ଗୋଟେ ବଡ ସୁଯୋଗ ସୃଷ୍ଟି ହେଲା ଭଳି ଲାଗୁଛି। ଟ୍ରେନଟି ଖାସ କରିକି ତିଆରି କରାଯାଇଛି ମିଡିଲ କ୍ଲାସ ଏବଂ ଲୋଅର ମିଡିଲ କ୍ଲାସ ଫ୍ୟାମିଲିଜ ମାନଙ୍କ। ଆମେ ସମସ୍ତେ ଜାଣିଛେ ଆମ କଣ୍ଟ୍ରିରେ ଅଧିକାଂଶ ଲୋଅର ମିଡିଲ କ୍ଲାସ ଏବଂ ମିଡିଲ କ୍ଲାସ ଫ୍ୟାମିଲି ମାନେ ରହୁଛନ୍ତି। କନେକ୍ଟିଭିଟି ଗୋଟେ ଚ୍ୟାଲେଞ୍ଜ ଥିଲା। ତ ଏଇ ଅମୃତ ଭାରତ ଏକ୍ସପ୍ରେସ ଯୋଉଟା ସାନ୍ତ୍ରାଗାଛି ୱେଷ୍ଟ ବେଙ୍ଗଲରୁ ତାମିଲନାଡୁ ତାମ୍ବରମ ପର୍ଯ୍ୟନ୍ତ କନେକ୍ଟ କରୁଛି, ନିଶ୍ଚିତ ଭାବରେ ମୁଁ ଭାବୁଛି ଜନସାଧାରଣ ଉପକୃତ ହେବେ। ଏହି ଟ୍ରେନ୍ ସମ୍ପର୍କରେ ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ କହିଥିଲେ, ବିଶେଷ କରି କଟକବାସୀ ଖୁସି ହବାର କଥା। ଗୋଟେ ଦକ୍ଷିଣ ଭାରତକୁ ଏଇଭଳି କନେକ୍ଟିଭିଟି ମିଳୁଛି କଟକରୁ, କଟକ ଷ୍ଟେସନରୁ ସିଧାସଳଖ ତାମ୍ବରମ, ଯୋଉଠିକି ଚେନ୍ନାଇର ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି। ଥରେ ତାମ୍ବରମ ପହଞ୍ଚିଲେ ଆପଣ ସାଉଥର ଯେକୌଣସି ଜାଗାକୁ ବସ୍ ଜରିଆରେ ଯାଇପାରିବେ। କେରଳ ହଉ, କର୍ଣ୍ଣାଟକ ହଉ, ତାମିଲନାଡୁର ମଧ୍ୟ କନ୍ୟାକୁମାରୀ ପର୍ଯ୍ୟନ୍ତ ଆପଣ ଯାଇପାରିବେ। କେବଳ କଟକ ନୁହଁ, ସାରା ଓଡ଼ିଶାର ବାଲେଶ୍ୱରଠୁ ନେଇକରି ବ୍ରହ୍ମପୁର ପର୍ଯ୍ୟନ୍ତ କନେକ୍ଟିଭିଟି ଦବ। ଦକ୍ଷିଣ ଭାରତକୁ ଯିଏ ଯାଉଛନ୍ତି ତାଙ୍କ ପାଇଁ ଏଇ ଟ୍ରେନଟା ଖୁବ ସୁବିଧା ଦବ। କଟକ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ସଂଗଠନ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସହରରେ ଥିବା ଦୁଇ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ସ୍ମୃତିଚାରଣ କରାଯାଇଥିଲା। ନେତାଜୀ ଏବଂ ବୀର ସୁରେନ୍ଦ୍ର ସାଏ ଭାରତର ମୁକ୍ତି ସଂଗ୍ରାମରେ ଅନନ୍ୟ ଯୋଦ୍ଧା ହୋଇଥିବା ବେଳେ ସେମାନେ ଅଦମ୍ୟ ସାହସର ପ୍ରତୀକ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ଖାନନଗର ସ୍ଥିତ କଟକ ନେତାଜୀ ବସ୍ ଟର୍ମିନାଲ ପରିସରରେ ଥିବା ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି। ମେୟର ସୁଭାଷ ସିଂ, ବିଧାୟକ ସୌଭିକ ବିଶ୍ୱାଳ ଏବଂ କଟକ ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷା କିରଣଦୀପ କୌର ସୋହତା ପ୍ରତିମୂର୍ତ୍ତି ଅନାବରଣ କରିଥିଲେ। କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଯୋଗଦେଇ କଟକ ମାଟି ବୀରପୁତ୍ର ନେତାଜୀଙ୍କ ଲାଗି ସର୍ବଦା ଗର୍ବିତ ବୋଲି କହିଥିଲେ। ସେ ଥିଲେ ଅସାଧାରଣ। ତାଙ୍କର ପ୍ରେରଣା, ଅଦମ୍ୟ ସାହସ ଏବଂ ମାତୃଭୂମି ପ୍ରତି ସର୍ବୋଚ୍ଚ ସମର୍ପଣ ଭାବ ଶକ୍ତିଶାଳୀ ଭାରତ ଗଠନରେ ସାମୂହିକ ଭାବରେ ପ୍ରତିଜ୍ଞାବଦ୍ଧ ହୋଇ ରହିବ। ନେତାଜୀଙ୍କ ଦିଲ୍ଲୀ ଚଲୋ ଡାକରା ଭଳି ଆମେ ବିକଶିତ ଭାରତ ଆଡ଼କୁ ଆଗେଇବା ଉଚିତ ବୋଲି 129ତମ ଜୟନ୍ତୀ ସମାରୋହରେ ଯୋଗଦେଇ ଉପରାଷ୍ଟ୍ରପତି କହିଥିଲେ। କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି 4 ଜଣ ଆଜାଦ ହିନ୍ଦ ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଏବଂ ସଦସ୍ୟା ଚନ୍ଦନା ଦାସ କଟକ ଜିଲ୍ଲା ଗସ୍ତ କରି ଶିଶୁ ସୁରକ୍ଷା ଉପରେ ସମୀକ୍ଷା କରିଛନ୍ତି। ଶିଶୁ ସୁରକ୍ଷା ଏବଂ ଅଧିକାର ସମ୍ପର୍କିତ କାର୍ଯ୍ୟକ୍ରମଗୁଡ଼ିକର କ୍ଷେତ୍ର ପରିଦର୍ଶନ କରିଥିଲେ। ଟାଙ୍ଗୀ ଚୌଦ୍ୱାର ଅଞ୍ଚଳର ଏକ ଛତୁଆ ପ୍ଲାଣ୍ଟ, ସେଠାରେ ଥିବା ଏକ ଅଙ୍ଗନବାଡି କେନ୍ଦ୍ର, ବିଦ୍ୟାଳୟ ପରିଦର୍ଶନ କରି ସେଠାରେ ସଭାର ଆୟୋଜନ କରିଥିଲେ। ଟାଙ୍ଗୀ ବ୍ଲକ ଅଧୀନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ଲୋକମାନଙ୍କର ସହିତ ଆଲୋଚନା କରିଥିଲେ। ସେଠାରେ ଥିବା ସର୍ଭେଣ୍ଟସ୍ ଅଫ୍ ଇଣ୍ଡିଆ ସୋସାଇଟିରେ ରହିଥିବା ଶିଶୁ ଯତ୍ନ ଅନୁଷ୍ଠାନ ଏବଂ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ର ବୁଲି ଅନ୍ତେବାସୀମାନଙ୍କର ଭଲମନ୍ଦ ପଚାରି ବୁଝିଥିଲେ। ପରେ ସେଠାରେ ନୂତନ ଭାବେ ଗଢ଼ାଯାଇଥିବା ଭୋଜନାଳୟକୁ ଉଦ୍ଘାଟନ କରିଥିଲେ। ପରେ ଏସ୍ସିବି ମେଡିକାଲକୁ ଯାଇ ଏକ ଶିଶୁ ଝୁଲା ଉଦ୍ଘାଟନ କରିବା ସହ ମଙ୍ଗଳାବାଗ ଥାନା ପରିସରରେ ଥିବା ଚାଇଲ୍ଡ ଫ୍ରେଣ୍ଡଲି ମହିଳା ଓ ଶିଶୁ ଡେସ୍କ ବୁଲି ଥାନା ଅଧିକାରୀଙ୍କ ସହିତ ଶିଶୁ ସୁରକ୍ଷା ସମ୍ବନ୍ଧିତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ।